ପାଓଲା ସାଭେରିନ୍ ସ୍ୱାମୀଙ୍କୁ ହରାଇବା ପରେ ଏକମାତ୍ର ପୁତ୍ରକୁ ସଙ୍ଗରେ ଘେନି ବୈଧବ୍ୟ ଜୀବନ କଟାଉଥିଲା। ସାର୍ଦିନିଆ ପ୍ରଦେଶର ନିମ୍ନ ଭାଗରେ ଏକ କ୍ଷୁଦ୍ର ସହରରେ ସେ ରହୁଥିଲା। ଏହି ସହରଟି ଗୋଟିଏ ପାହାଡ଼ ନିକଟରେ ଅବସ୍ଥିତ ଥିଲା। ପାହାଡ଼ ନିକଟରେ ସମୁଦ୍ର। ଇଟାଲୀ ଓ ସାର୍ଦିନିଆର ମତ୍ସ୍ୟଜୀବୀମାନଙ୍କ ମାଛଧରା ନୌକାଗୁଡ଼ିକ ଅନେକ ସମୟରେ ଏହି ପାହାଡ଼ ନିକଟରେ ଆଶ୍ରୟ ନେଉଥିଲେ। ସମୟ ସମୟ ଛୋଟ ଛୋଟ ଜାହାଜ ମଧ୍ୟ ଏଠାରେ ରହୁଥିଲା। ଧଳା ପାହାଡ଼ର ଉପରି ଭାଗରେ କେତେଗୁଡ଼ିଏ ଘର ଦେଖାଯାଉଥିଲା। ଦୂରରୁ ଏଗୁଡ଼ିକ ପକ୍ଷୀ ବସା ପରି ମନେ ହେଉଥିଲା। ସମୁଦ୍ରର ଲହରୀ ଅନବରତ ପାହାଡ଼ିଆ କୂଳରେ ପିଟି ହେଉଥିବାରୁ ସେଠାରେ କୌଣସି ବୃକ୍ଷଲତା ଦେଖିବାକୁ ମିଳୁନଥିଲା। ସାଭେରିନ୍ର ଘରଟି ଗୋଟିଏ ମୁଣ୍ଡିଆ ଉପରେ ଥିଲା। ସମୁଦ୍ରର ଲହରୀ ଏହାର ପାଦଦେଶକୁ ଧୌତ କରୁଥିଲା। ଝରକା ବାଟେ ଚାହିଁଲେ ଶୂନ୍ୟ ରୁକ୍ଷ ଦିଗନ୍ତ ଛଡ଼ା ଆଉ କିଛି ଦେଖାଯାଉନଥିଲା। ଏହି ଘରେ ତିନୋଟି ମାତ୍ର ପ୍ରାଣୀ ରହୁଥିଲେ। ବିଧବା ସାଭେରିନ୍, ତାହାର ପୁତ୍ର ଆଣ୍ଟୋଇନ୍ ଓ ସେ ଦୁହିଁଙ୍କର ଆଦରର କୁକୁର ସେମିଲାନ୍ଥ। କୁକୁରଟି ଅତି ପ୍ରଭୁଭକ୍ତ ଥିଲା ଓ ଆଣ୍ଟୋଇନ୍କୁ ଶିକାରରେ ସାହାଯ୍ୟ କରୁଥିଲା। ଦିନେ ଆଣ୍ଟୋଇନ୍ ପାହାଡ଼ ଉପରକୁ ଯାଇଥିଲା। ଦୈବାତ୍ ସେଠାରେ ନିକୋଲାସ୍ ବୋଲି ଜଣେ ଲୋକ ସଙ୍ଗରେ ତାହାର କଳି ହେଲା। ଦୁହିଁଙ୍କ ଭିତରେ ବଚସା ହେଉ ହେଉ ମରାମରି ହୋଇଗଲା। ଫଳରେ ଆଣ୍ଟୋଇନ୍ର ମୃତ୍ୟୁ ଘଟିଲା। ନିକୋଲାସ୍ ଘଟଣାସ୍ଥଳରୁ ପଳାଇଗଲା। ଏହି ଦୁର୍ଘଟଣାର କିଛି ସମୟ ପରେ କେତେଜଣ ବାଟୋଇ ଦୟାକରି ଆଣ୍ଟୋଇନ୍ର ମୃତଦେହକୁ ବିଧବାର ଘରକୁ ନେଇ ଆସିଲେ। ଏକମାତ୍ର ପୁଅର ଶବକୁ ଦେଖି ବିଧବାର ଛାତି ବିଦାରୀ ହୋଇଗଲା। ସେ କିଛି ସମୟ ପର୍ଯ୍ୟନ୍ତ ନିର୍ବେଦ ହୋଇ ରହିଲା। ତାର କାନ୍ଦିବାର ଶକ୍ତି ରହିଲା ନାହିଁ। ସେ କେବଳ ବ୍ୟାକୁଳ ଭାବରେ ପୁଅର ରକ୍ତାକ୍ତ ମୁହଁକୁ ଚାହିଁ ରହିଲା। କିଛି ସମୟ ପରେ ସେ ତାର କ୍ଷୀଣ କମ୍ପମାନ ହାତ ଦୁଇଟିକୁ ପୁଅର ଶବ ଉପରେ ଟେକି ରଖି କହିଲା, ପୁଅ, ମୁଁ ତୋର ମୃତ୍ୟୁର ପ୍ରତିଶୋଧ ନେବି। ଏହା ଧ୍ରୁବ ସତ୍ୟ। କେତେଜଣ ଲୋକ ବୃଦ୍ଧାକୁ ସାନ୍ତ୍ୱନା ଦେବା ପାଇଁ ପାଖରେ ଥିଲେ। କିନ୍ତୁ ବୃଦ୍ଧା ସେମାନଙ୍କୁ ବିଦାୟ କରିଦେଲା ଓ ଦୁଆର ବନ୍ଦ କରି ପୁଅର ଶବ ନିକଟରେ ବସି ରହିଲା। ଘରେ କେବଳ କୁକୁରଟି ଛଡ଼ା ଆଉ କେହି ରହିଲେ ନାହିଁ। ବୃଦ୍ଧା ପୁଅର ଶବ ପାଖରେ ନଇଁ ପଡ଼ି ତାର ଦେହକୁ ଚାହିଁ ରହିଲା। ତାର ଶରୀର ଅବଶ, ଅଚଳ, କେବଳ ଆଖିରୁ ଟୋପା ଟୋପା ଲୁହ ଗଡ଼ି ପଡ଼ୁଥିଲା। ପାଖରେ କୁକୁରଟି ବେଳେବେଳେ ଆକୁଳରେ ରାବି ଉଠୁଥିଲା। ପୁଅର ଶବ ଦେହରେ ଥିବା କୁରୁତାଟି ନାନା ସ୍ଥାନରେ ଚିରି ଯାଇଥିଲା ଓ ସେଥିରେ ରକ୍ତ ଲାଗି ରହିଥିଲା। ତାର ପାଇଜାମା ସେହିପରି ରକ୍ତାକ୍ତ ହୋଇଥିଲା। ତାର ହାତ, ମୁହଁ, ପାଦ ସବୁଠାରେ ରକ୍ତ। ଏପରିକି ତାର ମୁଣ୍ଡର ବାଳ ଓ ମୁହଁର ଦାଢ଼ିରେ ରକ୍ତ ଜମାଟ ବାନ୍ଧି ରହିଥିଲା। ବୃଦ୍ଧା ପୁଅର ଶବକୁ କେତେବେଳ ଯାଏ ଚାହିଁ କହିବାକୁ ଆରମ୍ଭ କଲା। କୁକୁରଟା ତାର ରାବ ବନ୍ଦ କରିଦେଲା। ବୃଦ୍ଧା କହିଲା, ପୁଅ, ତୁ ମୋର ଧନ, ତୁ ମୋର ସବୁ। ତୋର ଏ ମୃତ୍ୟୁର ପ୍ରତିଶୋଧ ମୁଁ ନିଶ୍ଚୟ ନେବି। ତୁ ଶାନ୍ତିରେ ଆରପୁରରେ ରହିବୁ। ମନେ ରଖିଥା, ତୋ ମୃତ୍ୟୁର ପ୍ରତିଶୋଧ ଅବଶ୍ୟ ନେବି। ଏ ତୋର ମାଆର ପ୍ରତିଜ୍ଞା। ତୁ ଜାଣୁ, ତୋର ମା ଯାହା ପ୍ରତିଜ୍ଞା କରେ ତାହା ନ କରି ଛାଡ଼େ ନାହିଁ। ରାତିଟି ଯାକ ସେ ଘରେ ବୃଦ୍ଧା ଓ କୁକୁର ଶବ ପାଖରେ ଅନିଦ୍ରା ହୋଇ ରହିଲେ। ପରଦିନ ସକାଳେ ଆଣ୍ଟୋଇନ୍ର ଶବକୁ ସମାଧି ଦିଆଗଲା। କେତୋଟି ଦିନ ଭିତରେ ସେହି ଅଞ୍ଚଳର ଲୋକେ ଆଣ୍ଟୋଇନ୍ର ନାମ ସୁଦ୍ଧା ଭୁଲିଗଲେ। ଆଣ୍ଟୋଇନ୍ର ଭାଇ ନଥିଲା। କୌଣସି ନିକଟ ସମ୍ପର୍କୀୟ ବନ୍ଧୁବାନ୍ଧବ ନଥିଲେ। ଥିଲା କେବଳ ସେହି ବୃଦ୍ଧା ମାଆଟି। ସେହି ମାଆଟି ପୁଅର ମୃତ୍ୟୁର ପ୍ରତିଶୋଧ ନେବ ବୋଲି ପ୍ରତିଜ୍ଞା କଲା। ସରୁ ରାସ୍ତାଟିର ଆର ପାଖରେ ସମୁଦ୍ର କୂଳରେ ଗୋଟିଏ ଛୋଟ ଧଳା ପଦାର୍ଥ ଦେଖାଯାଉଥାଏ। ବୃଦ୍ଧା ନିଜ ଘରର ଦ୍ୱାର ପାଖରେ ବସି ସକାଳେ ଓ ସନ୍ଧ୍ୟାରେ ସେହି ଧଳା ପଦାର୍ଥଟିକୁ ଅନେକ ବେଳ ଯାଏଁ ଚାହିଁ ରହେ। ଏଇଟି ହେଉଛି ସାର୍ଦିନିଆର ଗୋଟିଏ ଛୋଟ ଗ୍ରାମ। ଡକାୟତମାନେ ଧରା ପଡ଼ିବା ଆଶଙ୍କା ଦେଖିଲେ ଏହି ଗ୍ରାମରେ ଲୁଚି ରହୁଥିଲେ। ସୁବିଧା ଦେଖି ପୁଣି ନିଜ ଗ୍ରାମକୁ ଚାଲି ଯାଉଥିଲେ।
ବୃଦ୍ଧାର ପୁଅକୁ ଯିଏ ହତ୍ୟା କରିଥିଲା ସେହି ନିକୋଲାସ୍ ଏହି ଗ୍ରାମରେ ଆଶ୍ରୟ ନେଇଥିବା ବିଷୟ ବୃଦ୍ଧା ଜାଣିଥିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବୃଦ୍ଧା ଏହି ଗ୍ରାମକୁ ଚାହିଁ ରହିଥାଏ। କିପରି ପୁତ୍ରହନ୍ତା ଉପରେ ପ୍ରତିଶୋଧ ନେବ ତାହା ହିଁ ତାର ଏକମାତ୍ର ଚିନ୍ତା। ଏକେ ସେ ବୃଦ୍ଧା, ଦେହ ନିତାନ୍ତ ଦୁର୍ବଳ, ସେ ମୃତ୍ୟୁର ଦ୍ୱାରଦେଶରେ ଉପସ୍ଥିତ। ସାହାଯ୍ୟ କରିବାକୁ ତାର କେହି ନାହାନ୍ତି। ସେ କିପରି ପ୍ରତିହିଂସା ନେଇପାରିବ? କିନ୍ତୁ ପୁତ୍ରର ମୃତ ଶରୀର ନିକଟରେ ସେ ଯେଉଁ ପ୍ରତିଜ୍ଞା କରିଛି ତାକୁ କିପରି ପୂରଣ କରିବ? ସେ ପ୍ରତିଜ୍ଞାକୁ ଭୁଲିବା ତା ପକ୍ଷରେ ସମ୍ଭବ ନଥିଲା। ବିଳମ୍ବ କରିବାକୁ ସମୟ ମଧ୍ୟ ନଥିଲା। କିପରି ସେ ନିଜର ପ୍ରତିଜ୍ଞା ରକ୍ଷା କରିବ ତାହା ଭାବି ଭାବି ତାକୁ ରାତ୍ରିରେ ନିଦ୍ରା ହେଉନଥାଏ। କେତେବେଳେ ହେଲେ ତା ମନରେ ଶାନ୍ତି ନଥାଏ। କୁକୁରଟି ତାର ପାଖେ ପାଖେ ରହିଥାଏ। ବେଳେବେଳେ ସେ ସେହି ଗ୍ରାମ ଆଡ଼କୁ ଚାହିଁ ଭୁକି ଉଠେ। ତାର ମୁନିବ ଆଣ୍ଟୋଇନ୍ ମଲା ଦିନୁ ସେ ଅନେକ ସମୟରେ ଏହିପରି ଭୁକୁଥିଲା। ସତେଅବା ଆଣ୍ଟୋଇନ୍ ତାକୁ ପରପାରରୁ ଡାକୁଥିଲା ଓ ସେ ସେହି ଡାକର ପ୍ରତ୍ୟୁତ୍ତର ଦେଉଥିଲା। ଦିନେ ରାତିରେ ସେମିଲାନ୍ତ ଏହିପରି ଭୁକୁଥିଲା। ତାହା ଶୁଣୁ ଶୁଣୁ ବୃଦ୍ଧାର ମନରେ ଗୋଟାଏ ଉପାୟ ଖେଳିଗଲା। ଅବଶ୍ୟ ସେ ଉପାୟଟି ଘୋର ନିଷ୍ଠୁର, ପାଶବିକ ଓ ପ୍ରତିହିଂସାପୂର୍ଣ୍ଣ। ରାତିଯାକ ସେ ସେହି ଉପାୟ ବିଷୟରେ ଚିନ୍ତା କଲା। ସକାଳ ହେବାରୁ ବୃଦ୍ଧା ଗିର୍ଜାକୁ ଯାଇ ସେଠାରେ ଈଶ୍ୱରଙ୍କୁ ଅନ୍ତରର ସହ ପ୍ରାର୍ଥନା କଲା, ହେ ପ୍ରଭୁ, ମୋ ମନରେ ଶକ୍ତି ଦିଅ, ମୋତେ ସହାୟ ହୁଅ, ମୋର ଏ ଦୁର୍ବଳ ଶରୀରରେ ଶକ୍ତି ଦିଅ, ଯେପରି ମୁଁ ପୁତ୍ର ହତ୍ୟାର ପ୍ରତିଶୋଧ ନେଇପାରିବି। ଗିର୍ଜାରୁ ଫେରିଆସି ସେ ସେମିଲାନ୍ତକୁ ଗୋଟିଏ ଜାଗାରେ ବାନ୍ଧି ଦେଇ ଘର ଭିତରେ ଇତସ୍ତତ ପାଦଚାରଣା କରିବାକୁ ଲାଗିଲା। ତାର ମନରେ ଶାନ୍ତି ନଥାଏ କି ସେ ସ୍ଥିର ହୋଇ ବସିପାରୁନଥାଏ। ତାର ଦୃଷ୍ଟି ରହିଥାଏ ସାର୍ଦିନିଆର ଉପକୂଳରେ। ସେହିଠାରେ ତାର ପୁତ୍ର ହନ୍ତାର ଘର। ଏଣେ କୁକୁରଟି ବନ୍ଧା ହୋଇ ଦିନରାତି ରାବୁଥାଏ। ବୃଦ୍ଧା ସକାଳେ ତାକୁ ଗୋଟିଏ ପାତ୍ରରେ ସାମାନ୍ୟ ପାଣି ଛଡ଼ା ଆଉ କିଛି ଖାଇବାକୁ ଦେଇନଥିଲା। ଦିନଯାକ କିଛି ଖାଇବାକୁ ନ ପାଇ ଭୁକି ଭୁକି ସେମିଲାନ୍ତ ଦୁର୍ବଳ ହୋଇ ଶୋଇପଡ଼ିଲା। ପରଦିନ ସକାଳେ ବୃଦ୍ଧ ଦେଖିଲା କୁକୁରର ଆଖି ଜକ୍ ଜକ୍ ଦିଶୁଛି, ତାର ଦେହର ରୁମ ଟାଙ୍କୁରି ଉଠିଛି। ବୃଦ୍ଧାକୁ ଦେଖିଲା କ୍ଷଣି ସେ ଜଞ୍ଜିରକୁ ଟାଣିଲା। ସେ କିଛି ଖାଦ୍ୟ ପାଇବା ଆଶାରେ ବୃଦ୍ଧା ପାଖକୁ ଆସିବାର ବୃଥା ଚେଷ୍ଟା କଲା। ତଥାପି ବୃଦ୍ଧା ତାକୁ କିଛି ହେଲେ ଖାଇବାକୁ ଦେଲା ନାହିଁ। ସନ୍ଧ୍ୟାବେଳକୁ କୁକୁରଟି କ୍ରୋଧରେ ଭୀଷଣ ମୂର୍ତ୍ତି ଧାରଣ କଲା। ତାର ରାବରେ ଆଖପାଖ କମ୍ପି ଉଠିଲା। ରାତିଟି ଏହିପରି କଟିଗଲା। ସକାଳ ହେଲା। ବୃଦ୍ଧା ଜଣେ ପଡ଼ୋଶୀ ଘରକୁ ଯାଇ କିଛି ନଡ଼ା ମାଗି ଆଣିଲା। ସେହି ନଡ଼ାକୁ ସେ ଖଞ୍ଜି ଦଉଡ଼ିରେ ବାନ୍ଧି ଗୋଟିଏ ମଣିଷର ଆକାର ଦେଲା। ଘରେ ବୃଦ୍ଧାର ମୃତ ସ୍ୱାମୀଙ୍କର ପୁରୁଣା ପାଇଜାମା ଓ କୁର୍ତ୍ତା ଥିଲା। ନଡ଼ାରେ ତିଆରି ମଣିଷ ମୂର୍ତ୍ତି ଦେହରେ ସେ ସେହି ପୋଷାକକୁ ପିନ୍ଧାଇ ଦେବାରୁ ତାହା ଠିକ୍ ଗୋଟିଏ ମନୁଷ୍ୟ ପରି ଦେଖାଗଲା। ସେମିଲାନ୍ତ ଯେଉଁଠାରେ ବନ୍ଧା ହୋଇଥିଲା ସେଠାରୁ କିଛି ଦୂରରେ ବୃଦ୍ଧା ଗୋଟିଏ ଲମ୍ବା ବାଡ଼ି ପୋତିଲା। ହୁରୁଡ଼ାଟିକୁ ନେଇ ସେ ସିଧା କରି ବାଡ଼ି ଦେହରେ ବାନ୍ଧିଦେଲା। ଟିକିଏ ଦୂରରୁ ଚାହିଁଲେ ଜଣାଯିବ ଯେ ଜଣେ ମନୁଷ୍ୟ ଛିଡ଼ା ହୋଇଛି। ପୁରୁଣା କନା ସାହାଯ୍ୟରେ ସେହି ହୁରୁଡ଼ାର ମୁଣ୍ଡଟି ତିଆରି ହୋଇଥିଲା। ସେମିଲାନ୍ତ ଭୋକରେ ଅଥୟ, କିନ୍ତୁ ବୃଦ୍ଧା ତାକୁ କିଛି ମାତ୍ର ଖାଇବାକୁ ଦେଲା ନାହିଁ। ଦୁଃଖ ଓ ବିସ୍ମୟରେ ସେ ଏହି କୃତ୍ରିମ ମନୁଷ୍ୟ ମୂର୍ତ୍ତିକୁ ଚାହିଁ ରହିଲା। ଏଣେ ବୃଦ୍ଧା ମାଂସ ଦୋକାନକୁ ଯାଇ କିଛି ଅନ୍ତ ଓ ମାଂସ କିଣି ଆଣିଲା ଓ ତାକୁ ନେଇ ଅଗଣାରେ ସିଝାଇଲା। ମାଂସ ଓ ଅନ୍ତର ବାସନା ପାଇ ସେମିଲାନ୍ତ ଅଥୟ ହେଲା। ତାର ପାଟିରୁ ଲାଳ ବୋହିବାକୁ ଲାଗିଲା ଓ ସେ ଅସ୍ଥିର ହୋଇ ଡେଇଁଲା। ସେହି ସିଝା ଅନ୍ତ ଓ ମାଂସକୁ ନେଇ ବୃଦ୍ଧା ଗୋଟିଏ କନାରେ ଗୁଡ଼ାଇ ସେହି କୃତ୍ରିମ ମନୁଷ୍ୟର ଗଳାରେ ବାନ୍ଧିଦେଲା। ମାଂସର ରସ ଓ ଝୋଳ ନଡ଼ା ଭିତରକୁ ଭେଦିଗଲା। ତାହାପରେ ସେ କୁକୁରକୁ ଫିଟାଇ ଦେଲା। ସେମିଲାନ୍ତ ମୁହୂର୍ତ୍ତକ ଭିତରେ ସେହି କୃତ୍ରିମ ମନୁଷ୍ୟ ପାଖକୁ ଦୌଡ଼ିଗଲା ଓ ତାର ବେକ ଉପରେ ଆଗ ଗୋଡ଼ ଦୁଇଟା ରଖି ଗଳାକୁ ବିଦାରି ପକାଇଲା। ପାଟିରେ କିଛି ମାଂସ ଧରି ସେ ତଳକୁ ଖସି ପଡ଼ିଲା। ମାଂସତକ ଖାଇସାରି ସେ ପୁଣି ଡେଇଁ ପଡ଼ି ହୁରୁଡ଼ାର ଗଳାକୁ କାମୁଡ଼ି
ଆହୁରି କିଛି ମାଂସ ଆଣି ଖାଇଲା। ଏହିପରି କେତେଥର ଖାଇବା ପରେ ବୃଦ୍ଧା କୁକୁରକୁ ବାନ୍ଧି ପକାଇଲା। ପୁଣି 2 ଦିନ ଯାଏ ତାକୁ କିଛି ଖାଇବାକୁ ଦିଆଗଲା ନାହିଁ, ବାନ୍ଧି ରଖାଗଲା। ତୃତୀୟ ଦିନ ପୂର୍ବ ପରି କୃତ୍ରିମ ମନୁଷ୍ୟର ଗଳାରେ କିଛି ମାଂସ ବାନ୍ଧି କୁକୁରକୁ ଫିଟାଇ ଦିଆଗଲା ଓ ତାକୁ କୁହାଗଲା, ଯା ଖା। ବୃଦ୍ଧା ଏହା କହିବା ସଙ୍ଗେ ସଙ୍ଗେ ହୁରୁଡ଼ାର ଗଳାକୁ ସଙ୍କେତ ଦେଲା। ସେମିଲାନ୍ତ ଅବିଳମ୍ବେ ଡେଇଁପଡ଼ି ଗଳାକୁ ବିଦାରି ସେଥିରୁ ମାଂସ ଆଣି ଖାଇଲା। 3 ମାସ ପର୍ଯ୍ୟନ୍ତ କୁକୁରକୁ ଏହିପରି ଶିକ୍ଷା ଦିଆଗଲା। ଏଣିକି ଆଉ ତାକୁ ବାନ୍ଧି ରଖିବା ବା ଉପବାସରେ ରଖିବା ଦରକାର ହେଲା ନାହିଁ। ବୃଦ୍ଧା ଯା ଖା କହି ଆଙ୍ଗୁଳି ସଙ୍କେତ ଦେଲା ମାତ୍ରେ ସେମିଲାନ୍ତ କୃତ୍ରିମ ମନୁଷ୍ୟର ଗଳାକୁ କାମୁଡ଼ି ତାର ଖାଦ୍ୟ ଆଣି ଖାଇଲା। ଆହୁରି କିଛି ଦିନ ପରେ ବୃଦ୍ଧା କୃତ୍ରିମ ମନୁଷ୍ୟର ଗଳାରେ କୌଣସି ଖାଦ୍ୟଦ୍ରବ୍ୟ ନ ବାନ୍ଧି କୁକୁରକୁ ଆଦେଶ ଦେଉଥିଲା, ଯା ଖା। କୁକୁର ପୂର୍ବ ପରି ଡେଇଁପଡ଼ି ଗଳାକୁ କାମୁଡ଼ି ଟିକ୍ ଟିକ୍ କରି ପକାଉଥିଲା। ଅବଶ୍ୟ ଏହାପରେ ତାକୁ କିଛି ଖାଦ୍ୟ ଦିଆଯାଉଥିଲା। ବୃଦ୍ଧା ଦେଖିଲା କୁକୁରର ଶିକ୍ଷା ସମାପ୍ତ ହେଲାଣି। ସେ ଯା ବୋଲି କହି ଆଙ୍ଗୁଳିରେ ସଙ୍କେତ ଦେଲା ମାତ୍ରେ ସେମିଲାନ୍ତ ଗର୍ଜନ କରି ଡେଇଁ କୃତ୍ରିମ ମନୁଷ୍ୟର ଗଳାକୁ କାମୁଡ଼ି ବିଦାରି ପକାଉଥିଲା। ଦିନେ ସକାଳେ ବୃଦ୍ଧା ସାଭେରିନ୍ ଗିର୍ଜାକୁ ଯାଇ ଭକ୍ତିପୂର୍ଣ୍ଣ ହୃଦୟରେ ପ୍ରାର୍ଥନା କଲା। ଗିର୍ଜାରୁ ଆସି ସେ ତାର ମୃତ ସ୍ୱାମୀର ପାଇଜାମା, କୁରୁତା ଓ ଟୋପି ବାହାର କରି ପିନ୍ଧିଲା ଓ କୁକୁରଟି ସହିତ ଧୀବରପଲ୍ଲୀ ଆଡ଼କୁ ଚାଲିଲା। ଏଥିପୂର୍ବରୁ ସେ 2 ଦିନ ହେଲା ସେମିଲାନ୍ତକୁ କିଛି ଖାଇବାକୁ ଦେଇନଥିଲା, କିନ୍ତୁ ହାତରେ ଗୋଟିଏ ଖାଦ୍ୟ ପୁଡ଼ିଆ ନେଇଥିଲା। ଲୋକେ ଦେଖିଲେ ଜଣେ ଦୁର୍ବଳ ବୃଦ୍ଧ ଲୋକ ନଇଁ ନଇଁ ଧୀବରପଲ୍ଲୀ ଆଡ଼କୁ ଯାଉଛି, ସାଥିରେ ଗୋଟିଏ କୁକୁର। ଗ୍ରାମ ନିକଟରେ ପହଞ୍ଚି ସେହି ବୃଦ୍ଧ ଗୋଟିଏ ମଦଖଟି ଭିତରକୁ ପଶିଯାଇ କହିଲା, ନିକୋଲାସର ଘର କେଉଁଠି? କେହି ଜଣେ ଉତ୍ତର ଦେଲା, ନିକୋଲାସ, ସେ ତ ଏବେ ବଢ଼େଇ କାମ କରୁଛି, ତା ଘର ଏଇ ପାଖରେ। ଏହା କହି ସେ ନିକୋଲାସର ଘର ଦେଖାଇଦେଲା। ବୃଦ୍ଧ ସେହି ଘର ନିକଟକୁ ଯାଇ କବାଟ ମେଲାଇ ଦେଇ ଡାକିଲା, ନିକୋଲାସ, ନିକୋଲାସ। ନିକୋଲାସ ବାହାରି ଆସିଲା ମାତ୍ରେ ବୃଦ୍ଧ ବେଶୀ ସାଭେରିନ୍ କୁକୁରକୁ କହିଲା, ଯା ଖା। ସେମିଲାନ୍ତ 2 ଦିନ ଉପବାସ ରହି ଭୀଷଣ ହୋଇ ଉଠିଥିଲା। ବୃଦ୍ଧାର ତୁଣ୍ଡରୁ ଖା ଶୁଣିବା ମାତ୍ରେ ସେ ଡେଇଁପଡ଼ି ନିକୋଲାସର ଗଳାକୁ ଧରି ଝୁଣି ପକାଇଲା। ସେ ବିଚରା ଆକୁଳ ହୋଇ କୁକୁରଟିକୁ ଧରି ତଳେ ପଡ଼ିଗଲା। କିଛି ସମୟ ଯାଏ ସେ ଗୋଡ଼ ହାତ ଛାଟି ନିଜକୁ କୁକୁର ଦାନ୍ତରୁ ମୁକ୍ତ କରିବାକୁ ଚେଷ୍ଟା କଲା, କିନ୍ତୁ ତାର ଚେଷ୍ଟା ବୃଥା ହେଲା। ଅଳ୍ପ କେତେ ମିନିଟ୍ ମଧ୍ୟରେ ତାର ମୃତଦେହ ପଡ଼ି ରହିଲା। କିଛି ସମୟ ପରେ ଆଖପାଖର ଲୋକେ ଦେଖିଲେ ନିକୋଲାସର ଘରୁ ଜଣେ ବୃଦ୍ଧ ଲୋକ ବାହାରିଗଲା। ତା ପଛେ ପଛେ ଗୋଟିଏ କାଳିଆ କୁକୁର। ବୃଦ୍ଧ ତାକୁ ଗୋଟିଏ ଥାଳିରୁ କିଛି ଖାଇବାକୁ ଦେଉଥିଲା। ସେଦିନ ରାତିରେ ବୃଦ୍ଧା ସାଭେରିନ୍ର ଗାଢ଼ ନିଦ୍ରା ହୋଇଥିଲା। ତାର ଶାନ୍ତିର କାରଣ ସେ ପୁତ୍ର ହନ୍ତାର ପ୍ରତିହିଂସା ନେଇପାରିଛି।